ଆୟୁର୍ବେଦ ଅନୁସାରେ ଗୁଡ଼ର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି। ବିଶେଷ ଭାବେ ଶୀତ ଋତୁରେ ଗୁଡ଼ ସେବନ ପାଇଁ କୁହାଯାଇଥାଏ। ଗୁଡ଼ ପ୍ରକୃତିରେ ଖୁବ୍ ଗରମ ଅଟେ, ତେଣୁ ଶୀତ ଋତୁରେ ଏହାକୁ ସେବନ କରିବା ଅମୃତ ସମାନ ଅଟେ। ଏହା ଶରୀରକୁ ଗରମ ରଖିଥାଏ, ତେଣୁ ରାତ୍ରି ଭୋଜନ ପରେ ଖଣ୍ଡିଏ ଗୁଡ଼ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ। ଗୁଡ଼ ଚିନି ଭଳି ରିଫାଇଣ୍ଡ ହୋଇ ନଥାଏ ଓ ଅନେକ ପୋଷକ ତତ୍ତ୍ୱରେ ଭରପୁର ହୋଇଥାଏ। ଗୁଡ଼ରେ ଥିବା ପୋଷକ ତତ୍ତ୍ୱ ଗୁଡ଼ିକ ହେଲା ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି, ଆଇରନ୍ ଇତ୍ୟାଦି। ଗୁଡ଼ ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ରାମବାଣ। ଏହା ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ, ଗ୍ୟାସ୍ ସମସ୍ୟା ଦୂର କରିଥାଏ। ଗୁଡ଼ ଯେଉଁମାନେ ଗ୍ୟାସରେ ପୀଡ଼ିତ ହେଉଛନ୍ତି, ସେମାନେ ନିୟମିତ ଖାଇସାରିବା ପରେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ମିଳିଥାଏ। ଗୁଡ଼ ପ୍ରକୃତିରେ ଗରମ ହୋଇଥିବାରୁ ଶୀତ ଋତୁରେ ସେବନ କରିବା ଦ୍ୱାରା ସର୍ଦ୍ଦି, କାଶ, କଫ ସମସ୍ୟା ଦୂରେଇ ଯାଇଥାଏ। ତ୍ୱଚା ସମ୍ବନ୍ଧୀୟ ସମସ୍ୟାରୁ ଗୁଡ଼ ଆରାମ ଦେଇଥାଏ। ଯଦି ଆପଣ ନିୟମିତ ଖଣ୍ଡିଏ ଲେଖାଏଁ ଗୁଡ଼ ଖାଇବେ, ତେବେ ବ୍ରଣ ସମସ୍ୟାରୁ ମଧ୍ୟ ଦୂର ହେବ। ଗୁଡ଼ରେ ଥିବା ପୋଟାସିୟମ୍ ହାର୍ଟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ମିଳିଥାଏ। ହାର୍ଟ ରୋଗୀଙ୍କ ପାଇଁ ଚିନି ପରିବର୍ତ୍ତେ ଗୁଡ଼ ଖାଇବା ଖୁବ୍ ହିତକର। ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ପ୍ରଭାବିତ ହେଉଛନ୍ତି, ତେବେ ପ୍ରତିଦିନ ରାତିରେ ଖାଇସାରିବା ପରେ ଖଣ୍ଡିଏ ଗୁଡ଼ ନିଶ୍ଚିତ ଖାଆନ୍ତୁ। ଯଦି ଥଣ୍ଡାରୁ ଆପଣଙ୍କ ଗଳା ବସିଯାଉଛି, ତେବେ ଗୁଡ଼ ଓ ଅଦାକୁ ଗରମ କରି ଖାଆନ୍ତୁ। ଗଳା ଖୋଲିଯିବା ସହିତ ଗଳାକୁ ଆରାମ ମିଳିବ। ଉଚ୍ଚ ରକ୍ତଚାପ ରୋଗୀ ଚିନି ପରିବର୍ତ୍ତେ ନିୟମିତ ଗୁଡ଼ ସେବନ କରିବା ଜରୁରୀ। ଗୁଡ଼ରେ ଥିବା ପୋଟାସିୟମ୍ ରକ୍ତଚାପକୁ ସନ୍ତୁଳିତ ରଖିଥାଏ।